ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରୁଥିବେ। ଏ ମୋତେ ହାନି କରିଅଛି, ଏ ମୋତେ ଅନିଷ୍ଟ କରିଅଛି, ଏ ମୋତେ ଦୁଃଖ ଦେଇଅଛି, ସେଇ ଲୋକ ମୋତେ ଲସ୍ କରିଦେଇଛି, ସେ ମୋତେ ତା ଦ୍ୱାରା ମୋ କ୍ଷତି ହେଇଯାଇଅଛି, ମୁଁ ତାକୁ ଛାଡ଼ିବି ନାହିଁ ବୋଲିକି ଅନ୍ତରରେ ସେ ବ୍ୟକ୍ତିଙ୍କ ପ୍ରତି ଯିଏକି ଅନିଷ୍ଟ କରିଅଛି, ଯାଦ୍ୱାରା କି ଦୁଃଖ ପାଇଅଛନ୍ତି, ସେ ବ୍ୟକ୍ତିଙ୍କ ପ୍ରତି କ୍ରୋଧ ରଖିକି ଯେମିତି ହେଲେ ବି ମୁଁ ପ୍ରତିଶୋଧ ନେବି ବୋଲିକି ଆକା କହୁଥିବେ। ପ୍ରଭୁଙ୍କର ଲୋକମାନେ ବି ଅନେକ ଲୋକ ଅଛନ୍ତି, ମଣ୍ଡଳୀ ଯାଉଥିବା ଲୋକମାନେ ବି ଅନେକ ଲୋକ ଏଇଭଳି ଚିନ୍ତା କରୁଥିବା ଦଳରେ ଅଛନ୍ତି, ଏଇଭଳି ଭାବନାରେ ରହିଥିବା ଲୋକମାନେ ଅଛନ୍ତି। ହଁ ହଁ, ସେ ମୋତେ କେତେ କଥା କହିଛି, ତା ସହିତ ମୁଁ କଥା ହେବି ନାହିଁ, ସମୟ ଆସୁ ତାକୁ ମୁଁ ଛାଡ଼ିବି ନାହିଁ ବୋଲିକି କହିବା ଲୋକମାନେ ବି ଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟେ କଥା କହିବି, ପରମେଶ୍ୱର ଆମମାନଙ୍କୁ ପ୍ରତିଶୋଧ ନେବା ଶିଖାଇ ନାହାନ୍ତି, ପରମେଶ୍ୱର ଆମମାନଙ୍କୁ ରିଭେଞ୍ଜ ନେବା ଶିଖାଇ ନାହାନ୍ତି, କିନ୍ତୁ ପରମେଶ୍ୱର ଆମମାନଙ୍କୁ ପ୍ରେମ କରିବା ଶିଖାଇଛନ୍ତି। ପରମେଶ୍ୱର ଆମମାନଙ୍କୁ ଶତ୍ରୁ ପାଇଁ ପ୍ରାର୍ଥନା କରିବା ଶିଖାଇଛନ୍ତି। ପରମେଶ୍ୱର ଆମମାନଙ୍କୁ ସେମାନଙ୍କୁ ପ୍ରତି ଦୟା କରିବା ଶିଖାଇଛନ୍ତି। ଆମେନ୍, ହାଲେଲୁୟା। ପ୍ରତିଶୋଧ ନେବା ଡ୍ୟୁଟି ଆମର ନାହିଁ, ରିଭେଞ୍ଜ ନେବା ଡ୍ୟୁଟି ଆମର ନାହିଁ। ପାଉଲ ରୋମିଓ ମଣ୍ଡଳୀକୁ କହୁଛନ୍ତି ଏଇଭଳି, ରୋମିଓ 12 ଅଧ୍ୟାୟର 19 ପଦ ଟିକେ ପଢିବା କି? ହେ ପ୍ରିୟମାନେ, ତୁମ୍ଭେ ମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ି ଦିଅ, କାରଣ ଲେଖା ଅଛି, ପ୍ରଭୁ କୁହନ୍ତି, କିଏ କୁହନ୍ତି? କିଏ କୁହନ୍ତି? ପାଷ୍ଟର ଡେଭିଡ୍ କୁହନ୍ତି କି? ସେଇ ପାଷ୍ଟର କୁହନ୍ତି କି? ଏଭାଞ୍ଜେଲିଷ୍ଟ କୁହନ୍ତି କି? କିଏ କୁହନ୍ତି? ବିଶପ କୁହନ୍ତି ବୋଲି ଅଛି କି? ପ୍ରାଚୀନ କହୁଛନ୍ତି କି? କିଏ କହୁଛନ୍ତି ବୋଲି ଅଛି? ପ୍ରଭୁ କୁହନ୍ତି, ପରମେଶ୍ୱର କହୁଅଛନ୍ତି, ପ୍ରତିଶୋଧ ନେବା ଆମର ଅଧିକାର। ପ୍ରତିଶୋଧ କିଏ ନେବେ? ମାନେ ପରମେଶ୍ୱର ନେବେ। ପ୍ରତିଶୋଧ ତୁମେ ନେବାକୁ ହେବ ନାହିଁ, ପ୍ରତିଶୋଧ ନେବା ଡ୍ୟୁଟି ଆମର ନାହିଁ, କିନ୍ତୁ ପ୍ରତିଶୋଧ ନେବା ଅଧିକାର ପରମେଶ୍ୱରଙ୍କର। କ୍ରୋଧକୁ ତୁମେ ସ୍ଥାନ ଦେବାକୁ ହେବ ନାହିଁ। ଜଣେ ବ୍ୟକ୍ତିଙ୍କ ପ୍ରତି ଆପଣ କ୍ରୋଧ ହୃଦୟରେ ରଖିବାକୁ ହେବ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାଙ୍କ ପାଇଁ ପ୍ରାର୍ଥନା କରିବା, ଯିଏ ତୁମ ପ୍ରତି ଅନିଷ୍ଟ କରିଅଛନ୍ତି, ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଯିଏ ତୁମକୁ ଦୁଃଖ ଦେଇଅଛନ୍ତି, ଆଜି ଆପଣ ବିଶ୍ୱାସ କରି ପ୍ରେମ କଲେ, ଆପଣ ବିଶ୍ୱାସ କରି ଟଙ୍କା ଦେଲେ, ଆପଣ ବିଶ୍ୱାସ କରି ଆଦର କରିଲେ, ସେଇ ଲୋକ ଆପଣଙ୍କ ପଛରେ ଗାତ ଖୋଲିଲା ବୋଧେ, ସେ ଆପଣଙ୍କୁ ଧୋକା ଦେଲା ବୋଧେ, ସେ ଆପଣଙ୍କ ଜୀବନରେ ଗୋଟେ ଗ୍ରେଟ୍ ଲସ୍କୁ ଆଣିଦେଲା ବୋଧେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାଙ୍କ ପାଇଁ ଆପଣ କ୍ରୋଧ ରଖନ୍ତୁ ନାହିଁ, କିନ୍ତୁ ପ୍ରାର୍ଥନା କରନ୍ତୁ, ମୋ ପରମେଶ୍ୱର ସେ ପ୍ରତିଶୋଧ ନେବେ। ମୋ ପରମେଶ୍ୱର ଆପଣଙ୍କ ପକ୍ଷରେ କାମ କରିନା, ତଥାପି ଆପଣଙ୍କର ନାଁରେ ବଦନାମ କରୁଅଛନ୍ତି, ଆପଣଙ୍କୁ ନିନ୍ଦା କରୁଅଛନ୍ତି, ଆପଣଙ୍କୁ ପରିହାସ କରୁଅଛନ୍ତି ବୋଧେ। ଆଜି ଆପଣ କୌଣସି ଭୁଲ ନ କଲେ ସୁଦ୍ଧା ଆଜି ଲୋକଙ୍କ ସମ୍ମୁଖରେ ଗୋଟେ ଦୋଷୀ ଭାବରେ ଠିଆ ହୋଇଯାଇଅଛନ୍ତି। କାହିଁକି ମୋତେ ହିଁ ଏଇଭଳି ଘଟୁଅଛି? ମୁଁ ତ କାହାର ଅନିଷ୍ଟ କରିନାହିଁ, ମୁଁ ତ ଏଇଭଳି ଭୁଲ କରିନାହିଁ, ତଥାପି ଆଜି ଲୋକ ମୋତେ ଆଙ୍ଗୁଠି ଦେଖାଉଅଛନ୍ତି ବୋଲି ଦୁଃଖରେ, ଚିନ୍ତା ଅବସ୍ଥାରେ, ଚିନ୍ତିତ ଅବସ୍ଥାରେ ଅଛ ବୋଧେ। ପ୍ରିୟ ଭଉଣୀ, ପ୍ରିୟ ଭାଇ, ଦୁଃଖ କରନ୍ତୁ ନାହିଁ, ଚିନ୍ତା କରନ୍ତୁ ନାହିଁ, ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ତାଙ୍କ ପାଇଁ ପ୍ରଭୁଙ୍କ ନିକଟରେ ଜଣାନ୍ତୁ। ଯୋଉଠି ହାରି ଯାଇଅଛନ୍ତି, ଯୋଉଠି ନିରାଶତା, ଯୋଉଠି ପରିହାସ, ଯୋଉଠି ଅପମାନ ପାଇଅଛନ୍ତି, ମୋ ପରମେଶ୍ୱର ଆପଣଙ୍କୁ ସେଇଠି ଠିଆ କରିବେ, ମୋ ପରମେଶ୍ୱର ଆପଣଙ୍କର ମସ୍ତକକୁ ଉଠାଇବେ। କିନ୍ତୁ ଆମେ କରିବା କାମ କ'ଣ ଜାଣିଛନ୍ତି? ବିରକ୍ତ ହେବା ନାହିଁ। ଅନେକ ଲୋକ ଫ୍ରଷ୍ଟ୍ରେଟ୍ ହେଇଯାଉଥିବେ, ମୋତେ ସେ ସେମିତି କହିଲା, ମୋତେ ଏମିତି କହିଲା, ସେ ଏମିତି କହିଲା, ମୋତେ ନିନ୍ଦା କଲା, ମୋତେ ସେମିତି କଲା, ଏମିତି କଲା ବୋଲିକି ବିରକ୍ତ ହୋଇକି ରଙ୍ଗ ଡିସିସନ୍, ରଙ୍ଗ ଷ୍ଟେପ୍, ଯେଉଁଟାକି ଈଶ୍ୱରଙ୍କର ବାକ୍ୟର ବିରୁଦ୍ଧର ରାସ୍ତାରେ ଚାଲି ଯାଉଥିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ସମୟରେ ହିଁ ଶୈତାନ ଆମମାନଙ୍କୁ ପ୍ରଭୁଙ୍କ ବାକ୍ୟ ଠାରୁ ଅଲଗା ଟ୍ରାକ୍ରେ ନେବା ପାଇଁ ଚେଷ୍ଟା କରୁଥିବ। ଶୈତାନ ଆମମାନଙ୍କୁ ଅଲଗା ରାସ୍ତାରେ କଢ଼େଇ ନେବା ପାଇଁ ଇଚ୍ଛା କରୁଥିବ, ଟ୍ରାକ୍କୁ ଚେଞ୍ଜ କରିବା ପାଇଁ ସେ ଚିନ୍ତା କରୁଥିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ,
ଲୋକମାନେ এইଭଳି ସିଚୁଏସନରେ এইଭଳି ସମୟରେ ହିଁ ଆମେ ପ୍ରଭୁଙ୍କ ପାଖରେ ରହିବାକୁ ପଡ଼ିବ। ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, এইଭଳି ସମୟରେ ଆମେ ଫ୍ରଷ୍ଟ୍ରେଟ୍ ହେବା ନାହିଁ, ବିରକ୍ତ ହେବା ନାହିଁ, କିନ୍ତୁ ଆମେ କ'ଣ କରିବାର ଅଛି ଜାଣିଛନ୍ତି? ନୀରବ ହେବାର ଅଛି। ଇସ୍ରାଏଲ ଲୋକମାନେ ମିଶ୍ର ଦେଶରୁ ମୁକ୍ତ ହେଲେ, ଫାରୋର ଦାସତ୍ୱରୁ ମୁକ୍ତ ହେଲା ପରେ ଏବେ ମିଶ୍ର ଦେଶରୁ ମୁକ୍ତ ହୋଇକି ବାହାରିକି ଆସିଲା ବେଳକୁ ଏବେ ଇସ୍ରାଏଲ ଲୋକମାନଙ୍କର ସମ୍ମୁଖରେ ଗୋଟେ ମହାସାଗର ଆସିଗଲା, ଯୋଉଟାକି ସୁପସାଗର। ଏବେ ସୁପସାଗରକୁ ଦେଖିକି ଇସ୍ରାଏଲ ଲୋକମାନେ ଅଚମ୍ବିତ ହେଲେ, ଚମତ୍କାର ହେଲେ, ଆଶ୍ଚର୍ଯ୍ୟ ହେଲେ। ଏବେ ଇସ୍ରାଏଲ ଲୋକମାନେ ଗୋଟେ ଦ୍ୱନ୍ଦ୍ୱରେ ପଡ଼ିଗଲେ। କ'ଣ ଜାଣିଛନ୍ତି? ମିଶ୍ର ଦେଶରୁ ବାହାରିଲୁ ସତ କଥା, କିନ୍ତୁ ଏବେ ଏ ସୁପସାଗର, ଏ ମହାସାଗରରୁ ପାର ହୋଇପାରିବ କି? ଏଇଟା ଗୋଟେ ଗ୍ରେଟ୍ ଚ୍ୟାଲେଞ୍ଜ ଇସ୍ରାଏଲ ଲୋକମାନଙ୍କ ପ୍ରତି ଆସିଗଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏବେ ପଛଆଡ଼େ ଦେଖିଲେ ଫାରୋର ସୈନ୍ୟ ଦଳ ଗୋଡ଼ାଉଛନ୍ତି। ଫାରୋ ଗୋଡ଼ାଉଅଛି ଇସ୍ରାଏଲ ଲୋକମାନଙ୍କୁ, ଖୋଜି ଖୋଜି ପଛରେ ପଡ଼ିଛି। ଇଆଡ଼େ ସାମ୍ନାକୁ ଦେଖିଲେ ସୁପସାଗର ଅଟକାଇ ଦେଇଛି। ଏବେ ସୁପସାଗରରେ ମାନେ ବାହାରି ପାରିବେ ନାହିଁ, ବାହାରିବା ବଡ଼ କଷ୍ଟକର ଅଛି। ଏବେ ଏ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ କିଛି ଦଳ ମଶାଙ୍କ ଉପରେ ବିରକ୍ତ ହେଉଛନ୍ତି, କାହିଁକି ନା ମଶାଙ୍କ କଥାରେ ହିଁ ଇସ୍ରାଏଲ ଲୋକମାନେ ବାହାରି ଆସିଛନ୍ତି। ଲିଡରସିପ୍ ମଶା ନେଇଛନ୍ତି। ମଶାଙ୍କ ନାୟକତ୍ୱରେ, ମଶାଙ୍କ ଅଣ୍ଡରରେ ଇସ୍ରାଏଲ ଲୋକମାନେ ପରିଚାଳିତ ହେଉଥିବା ବେଳେ ଏବେ ଯେଉଁ ମଶା ବାହାର କରିକି ଆଣିଛନ୍ତି, ଯେଉଁ ମଶାଙ୍କ କଥାରେ ଏମାନେ ସାହସ ପାଇଲେ, କିଛି ଲୋକ ଯାଇକି ମଶାଙ୍କ ଉପରେ ବିରକ୍ତ ହେବାକୁ ଲାଗୁଅଛନ୍ତି। ମଶା, ତୁମେ ଆମମାନଙ୍କୁ ଅନ୍ୟାୟ କରିଦେଲ, ତୁମେ ଆମମାନଙ୍କୁ এই ସୁପସାଗରରେ ଆସିକି ମାରିଦେବା ପାଇଁ ଚେଷ୍ଟା କରୁଛ। ସେ ମିଶ୍ର ଦେଶରେ ଥିଲେ ଆମେ ଭଲ ରହିଥାନ୍ତୁ, ସେଇଠି ଥିଲେ ହେଲେ ବି ଦାସତ୍ୱରେ ରହିକି ମରିଯାଇଥିଲେ ଭଲ ହେଇଥାନ୍ତା, ମୃତ୍ୟୁ ହେଇଥିଲେ ଭଲ ହେଇଥାନ୍ତା। ଆମେ ଏବେ ଏ ପାଣିରେ ଜଳ ସମାଧି ହେଇଯିବୁ କି? ଏଇଟା ପାଇଁ କି ଆମେ ଆସିଲୁ, এইটা ପାଇଁ କି ତୁମର କଥାରେ ଆମେ ମାତିଲୁ, এইଟା ପାଇଁ ହିଁ ତୁମର ପଛରେ ପଳେଇ ଆସିଲୁ, ଇଚ୍ଛା ଛି ବୋଲିକି ବିରକ୍ତ ହେଇଯାଉଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ଲୋକ ଆଜି ବିରକ୍ତ, ପ୍ରଭୁଙ୍କ ଉପରେ ବିରକ୍ତ ହେଉଛନ୍ତି। ପ୍ରଭୁ, ମୁଁ ପ୍ରତି ରବିବାର ମଣ୍ଡଳୀ ଯାଉଥିଲି, ଉପବାସ ପ୍ରାର୍ଥନା କରୁଥିଲି, ପ୍ରତ୍ୟେକ ମାଣ୍ଡଳିକ କାର୍ଯ୍ୟକ୍ରମରେ ମୁଁ ଯୋଗଦାନ ଦେଉଥିଲି, ମୁଁ ପ୍ରତିଦିନ ସକାଳେ ପ୍ରଭାତରେ ପ୍ରାର୍ଥନା ମଧ୍ୟ କରୁଥିଲି, ପ୍ରତିଦିନ ମୁଁ ବାଇବେଲ ମଧ୍ୟ ପଠନ କରୁଥିଲି, ତଥାପି ମୋ ଜୀବନରେ ଏତେ ବଡ଼ ସମସ୍ୟା କାହିଁକି ଆସିଲା? ତୁମେ ମୋତେ ପ୍ରେମ କରୁନା, ତୁମେ ମୋତେ ଦେଖୁନା, ତୁମେ ମୋତେ ଜାଣୁନା, ତୁମେ ମୋତେ ଧୋକା ଦେଲ ବୋଲିକି ପରମେଶ୍ୱରଙ୍କ ଉପରେ ବିରକ୍ତ ହେବା ଲୋକମାନେ ବି ଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କୁ ଦୋଷ ଦେଉଥିବା ଲୋକମାନେ ବି ଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମଶାଙ୍କ ଉପରେ ଦୋଷ ଦେଉଛନ୍ତି, ମଶାଙ୍କୁ ଅନେକ କଥା କହୁଥିବା ବେଳେ ମଶା କହିଲେ ଭୀତ ହୁଅ ନାହିଁ, ଭୟ କର ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, এই କଥା ଆମମାନଙ୍କୁ କେତେ ସାନ୍ତ୍ୱନା ଦେଇଥାଏ, এই ওয়ার্ড ଆମମାନଙ୍କୁ କେତେ ଆଦର କରିଥାଏ ନା, ଭୀତ ହୁଅ ନାହିଁ। ବାଇବେଲରେ 365 ଥର ଲେଖାଯାଇଅଛି ଭୟ କର ନାହିଁ, କିନ୍ତୁ ଆମେ କ'ଣ କରିଥାଉ? ଭୟ କରିଥାଉ। ଆରୋଗ୍ୟକୁ ନେଇ ଭୟ, ଜୀବନକୁ ନେଇ ଭୟ, ଭବିଷ୍ୟତକୁ ନେଇ ଭୟ, ପରିବାରକୁ ନେଇ ଭୟ, ପ୍ରତ୍ୟେକ ସମସ୍ୟାକୁ ନେଇ ଭୟ, ଭୟ ଭୟ ଭୟ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବେଲ ପଢ଼ିବା ଲୋକ ଭୟ କରିବ ନାହିଁ। କେଉଁ ଲୋକ ଭୟ କରିବ ନାହିଁ? ପ୍ରଭୁଙ୍କ ଠାରେ ନିର୍ଭର କରିବା ଲୋକ ଭୟ କରିବ ନାହିଁ। ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା ଲୋକ ଭୟ କରିବ ନାହିଁ। ଏବେ ମଶା ମଧ୍ୟ କହୁଅଛନ୍ତି ଭୟ କର ନାହିଁ, ପ୍ରଭୁଙ୍କ ଆଡ଼େ ଦେଖ, ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, ଭୟ କର ନାହିଁ। ତାପରେ ଗୋଟେ ୱାର୍ଡ କହୁଛନ୍ତି ମଶା, ଯେ ତୁମେ ନୀରବ ରୁହ, କାରଣ ପରମେଶ୍ୱର ତୁମ ପକ୍ଷରେ ରହି ଯୁଦ୍ଧ କରିବା। ଆମେ ନୀରବ ରହିବା, ଆମେ ବିରକ୍ତ ହେବା ନାହିଁ, ଅନ୍ୟ କଥା କହିବା ନାହିଁ, କିନ୍ତୁ ନୀରବ ରହିବା। ଯାତ୍ରା ପୁସ୍ତକ 14 ଅଧ୍ୟାୟର 14 ପଦରେ ଲେଖାଯାଇଅଛି, ନୀରବ ରହିବା, ପରମେଶ୍ୱର ଆମ ପକ୍ଷରେ ରହି ସେ ଯୁଦ୍ଧ କରିବେ। ଆମେନ୍। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବେଲ ଭାଷାରେ ନୀରବ ରହିବା ମାନେ କ'ଣ ଜାଣିଛନ୍ତି?
नीरव रहिबा माने प्रभुंक ठारे निर्भर करिबा, परमेश्वरंक ठारे प्रार्थना करिबा, परमेश्वरंक डाकिबा, प्रभुंक उपरे आउजी पड़िबा, परमेश्वरंक ठारे विश्वास करिबा, एहा नीरव रहिबा। प्रभुंक ठारे विश्वास करि छाड़ी दियो, प्रभुंक ठारे निर्भर करि छाड़ी दियो, परमेश्वरंक ठारे आपण भरोसा करि छाड़ी दियो। मो परमेश्वर आपणक पक्षरे युद्ध करिवे। हालेलुया। मो प्रभु आपणक जीवन रे कार्य करिवे। प्रिय प्रभुक लोक माने नीरव रहिबाकू पड़िबो। आज अनेक लोक नीरव होई पारु नांती, आज अनेक लोक नीरव रहु नांती। फ्रस्ट्रेशन रे, क्रोध रे अनेक कथा बाहरी जाउची। क्रोध से मानकर अंतर थिबा क्रोध को प्रकाश करि दउछन। मु कहू नै जे क्रोध आसीबो नै बोली, इट्स ए फीलिंग। आसीबो समस्त क्रोध, किंतु सूर्य अस्त न हेबा पूर्वरु तुमरी क्रोध कोन हेबार अछि, दूर ही जिबार अछि। क्रोध कर किंतु पाप कर नै बोली बाइबल कहू अछि। क्रोध समस्त को आसे, किंतु से क्रोध द्वारा तुम्हें पाप करने को हेबो ना। प्रिय प्रभु को लोक माने अनेक लोक साइलेंट रहिबे ना, अनेक लोक फ्रस्ट्रेशन रो सहित अनेक कार्य करि दउथिबे, कहि दउथिबे, पार्टी रे आइला कथा ओ निंदा अनेक प्रकार से मानकर क्रोध को प्रकाश करि दउथिबे। प्रिय प्रभु को लोक माने के क्रोध को प्रकाश करंती जानि छ, कि क्रोध को देखई थांती, रिवेंज नहीं थांती, प्रतिशोध नहीं थांती जानि छथि। हितोपदेश रे लिखा जाई अछि 29 अध्याय रो 11 पद रे पढंतु टिके। मूर्ख आपणार के पुणी प्रकाश करि था, मूर्ख आपणार सब क्रोध प्रकाश करि दै था। जने मूर्ख व्यक्ति क्रोध को प्रकाश करिवो, जने मूर्ख व्यक्ति प्रतिशोध नेबा पई चेष्टा करिवो, जने मूर्ख व्यक्ति से रिवेंज टाइम समय पर अपेक्षा करिवो, जने मूर्ख व्यक्ति अनिष्ट अनिष्ट करिथिबा लोकन को आउरी अनिष्ट करिवो। जने मूर्ख व्यक्ति आज्ञा से क्रोध को देखाइते फ्रस्ट्रेट हे जाइथा, किंतु मात्र ज्ञानी ताहा संभाली संभाली ए कथा को अंडरलाइन करत संभालिबो। आज दुख आसु अछि, आपण भूल न कले भी आपण को ऊपर निंदा करू अछंती, आपण को देखि परिहास करूछंती, आपण को तुच्छ करूछंती, आपण न करिला काम को करिला बोली कि आपण को ऊपर सेटा से इल्जाम को लगेई देई अछंती। काहे कि मते कोन पाई मते एंती परिस्थिति आसिला, मु आ बंचिबे नै, मु कुआडे पळेबी, कोन उठे हेई जिबी बोली कि एई भली डिप्रेशन रे चली जांतु नै। किंतु प्रिय प्रभु को लोक माने नीरव रुहंतु, परमेश्वर को ठारे विश्वास करंतु, संभाळंतु। मो परमेश्वर जोटी आपण निंदा पाई अछंती, जोटी आपण परिहास पाई अछंती, जोटी आपण आज निंदित, जोटी आपण को तुच्छ करा जाई अछि, जोटी लोक आपण को देखि हसु अछंती, आंगुटी देखाउ अछंती, मो परमेश्वर सेई जगह रे आपण को ठिया करिवे। मो परमेश्वर सेई जगह रे ही आपणकर मस्तक को उठाइबे। मो परमेश्वर सेई जगह रे ही आपण को महान करिवे।